ବର୍ତ୍ତମାନ ଯୁକ୍ତ 2 ଇଚ୍ଛାଧୀନ ଓଡ଼ିଆ ପତ୍ରରେ ଅଧ୍ୟାପକ ଗୁରୁପ୍ରସାଦ ମହାନ୍ତିଙ୍କର ସଞ୍ଜୟ ଓ ଧୃତରାଷ୍ଟ୍ର କବିତାର ମୁଁ ମୌଖିକ ଆଲୋଚନା କରୁଅଛି। ସଞ୍ଜୟ ଓ ଧୃତରାଷ୍ଟ୍ର ସମ୍ବାଦ। ଏହି କବିତାଟି ଆଶ୍ଚର୍ଯ୍ୟ ଅଭିସାର କବିତା ପୁସ୍ତକରୁ ଆନିତ। ଗୁରୁପ୍ରସାଦ ମହାନ୍ତି ଓଡ଼ିଆ ସାହିତ୍ୟର ଜଣେ ଅତ୍ୟାଧୁନିକ, ଅପ୍ରତିଦ୍ୱନ୍ଦ୍ୱୀ, ଅବିସ୍ମରଣୀୟ, ପାଠ୍ୟାନ୍ତର୍ଗତ, ଚର୍ଚ୍ଚିତ, ସମାଲୋଚିତ କବି ଏବଂ ନିଜର ରଚିତ ସମୁଦ୍ର ସ୍ନାନ କବିତା ଗ୍ରନ୍ଥ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ 1970 ମସିହାରେ। ଏବଂ ତାଙ୍କର ସେହି ସମୁଦ୍ର ସ୍ନାନ ବହିରେ ଥିବା ଚମ୍ପା ଫୁଲ, ଆଖିର କପୋତ ମୋର, ସୁନାର ଝରଣା, ଗୋବର ଗଣେଶ, ଅକ୍ରୂର ଉବାଚ ଇତ୍ୟାଦି କବିତା ଗୁଡ଼ିକ ଅନେକ ଥର କଲେଜ ସ୍ତରରେ ପିଜି ଶ୍ରେଣୀରେ ପାଠ୍ୟାନ୍ତର୍ଗତ ହୋଇଥିଲା ଏକକ କବିତା ଗୁଡ଼ିକ। ଏବଂ ଏବେ ମଧ୍ୟ ସାମଗ୍ରିକ ଭାବରେ ସେ ଆଧୁନିକ ଓଡ଼ିଆ କବିତା ବିଶେଷ ପତ୍ର ବା ସ୍ପେଶାଲ ପେପର ନେଇଥିବା ପିଲାଙ୍କର ପଠିତ ହେଉଛନ୍ତି। ଗୁରୁପ୍ରସାଦଙ୍କୁ ଛାଡ଼ିକି ଆଧୁନିକ ଓଡ଼ିଆ କବିତାର କଳ୍ପନା କରାଯାଇପାରିବ ନାହିଁ। ତେଣୁ ସଞ୍ଜୟ ଓ ଧୃତରାଷ୍ଟ୍ର ସମ୍ବାଦ କବିତାର ରଚନାର ଲକ୍ଷ୍ୟ ହେଲା, କବିତା ରଚନାର ଉଦ୍ଦେଶ୍ୟ ମଣିଷ ବଞ୍ଚିଥିବା ପର୍ଯ୍ୟନ୍ତ ଜୀବନ ଯୁଦ୍ଧ ଅହରହ ଚାଲିଥିବ, ଯୁଦ୍ଧର ବିରାମ ନାହିଁ। ମହାଭାରତ ଯୁଦ୍ଧରେ ଯୁଦ୍ଧ ସରି ନଥିଲା, ଏବେ ମଧ୍ୟ ମଣିଷ ଜୀବନ ଯୁଦ୍ଧ କରୁଅଛି, ଜୀବନ ସଂଗ୍ରାମ କରୁଅଛି। ଏବଂ ସମ୍ପର୍କ ଭିତରେ କେଉଁଠି ଶତ୍ରୁତା, କେଉଁଠି ଈର୍ଷା ପରାୟଣତା, କେଉଁଠି ଅନ୍ୟକୁ ଟପି ଯିବାର ମନୋଭାବ ପାଇଁ ମଣିଷ ଶାରୀରିକ ଯୁଦ୍ଧ ଏବଂ ମାନସିକ ଯୁଦ୍ଧ କରୁଅଛି। ତେଣୁ ମଣିଷ ଜୀବନ ଯେତେ ପର୍ଯ୍ୟନ୍ତ ଅଛି, ଯୁଦ୍ଧ ସେତେ ପର୍ଯ୍ୟନ୍ତ ରହିଥିବ, ଯୁଦ୍ଧର ବିରାମ ନାହିଁ। ତେଣୁ ସଞ୍ଜୟ ଧୃତରାଷ୍ଟ୍ର ସମ୍ବାଦ କବିତାଟି ପୌରାଣିକ ପୃଷ୍ଠଭୂମିରେ ରଚିତ ହେଲେ ମଧ୍ୟ ଏହା ଏକ ମିଥିକ୍ କବିତା ବା ପୁରାଣ କଳ୍ପୀୟ ଧର୍ମୀ କବିତା ହେଲେ ମଧ୍ୟ ଏହି ଶିକ୍ଷା ପାଠକକୁ ଦେଇଥାଏ। ଏହା ଏକ ସମ୍ବୋଧ ଗୀତିକା। କବି ଗୁରୁପ୍ରସାଦ ମହାନ୍ତି ଏହାର କବି। ମହାଶୟ, ଆପଣଙ୍କ ଶିକ୍ଷା ଅତି ଚମତ୍କାର। ଆପଣଙ୍କ ବକ୍ତୃତାର ଅକାଟ୍ୟ ଯୁକ୍ତିରେ ମୋ ଦୃଷ୍ଟିରୁ ଧ୍ୱଂସ କରି ମୋହରୂପୀ ଅନ୍ଧାରର ଘୋର ପ୍ରହେଳିକା ଆପଣ ଏଇ ଯେଉଁ ଶିକ୍ଷା ଦେଲେ ମୋତେ ମହାଜ୍ଞାନାଲୋକ, ତାର ତୀବ୍ର ଦହନରେ ହାତ ମୁଠା ଟାଣ ମୋର ହୋଇ ଆସେ ବଜ୍ର ପରି, ମୋ ହୃଦୟ ଲୌହପିଣ୍ଡ ପରି, ମୋ ଧନୁର ତୀର ହୁଏ ତୀକ୍ଷ୍ଣରୁ ଆହୁରି ତୀକ୍ଷ୍ଣ। ମହାଶୟ, ବର୍ତ୍ତମାନ ମୁଁ ବୁଝୁଛି, ବନ୍ଧୁ ଜ୍ଞାତି ନରହତ୍ୟା ଧର୍ମ କ୍ଷତ୍ରିୟର ଅନନ୍ତ ମୁକ୍ତିର ଦ୍ୱାର ଭେଦ କରି ଯିବା ପାଇଁ ଏ ତ ମହାଯୋଗର ସାଧନା। ଯେହେତୁ ଆପଣ ମୋତେ ଶିକ୍ଷା ଦେଲେ, ମୋ ତୀରର ତୀକ୍ଷ୍ଣ ମୁନ ଭିତରେ ଆପଣ, ମୋ ଧନୁର ହୁଙ୍କାରରେ ଆପଣଙ୍କ ଶଙ୍ଖଧ୍ୱନି, ଆପଣ ହିଁ ବିକଳାଙ୍ଗ ଆହତ ସୈନିକ, ମୋ ନିର୍ଦ୍ଦୟ ଅସିଘାତ ଖୁଣ ଓ ରକ୍ତରେ ଆପଣ କରିବେ ହତ୍ୟା ଆପଣଙ୍କ। କିନ୍ତୁ ଆପଣଙ୍କୁ ଶସ୍ତ୍ର ଛିନ୍ନ କରେ ନାହିଁ, ଅଗ୍ନି କେବେ ଭସ୍ମ କରେ ନାହିଁ। ତେଣୁ ତ ଆସନ୍ନ ଏହି ଭୟାବହ ରକ୍ତପାତ ଅସିଘାତ ଜନିତ ଯନ୍ତ୍ରଣା, ମିଥ୍ୟା ମାୟା ମୋହ ପ୍ରହେଳିକା, ସତ୍ୟ ସତ୍ୟ ଏକମାତ୍ର ସତ୍ୟ ହିଁ ଆପଣ। ମୋ ଘୋଡ଼ାର ହ୍ରେଷାରବ, ବିଧବାର କୋହ ଯନ୍ତ୍ରଣାରେ, ଅସହାୟ ଶିଶୁର କାନ୍ଦଣା, ଅବା କବନ୍ଧ ନାଚରେ, ସତ୍ୟ ସତ୍ୟ ଏକମାତ୍ର ସତ୍ୟ ହିଁ ଆପଣ। ବନ୍ଧୁ ଜ୍ଞାତି ସହୋଦର ମାତୁଳ ପିତୃବ୍ୟ ସମସ୍ତେ ଆପଣ, ପୁଣି ସମସ୍ତଙ୍କ ହତ୍ୟାରେ ଆପଣ। ମହାରାଜ, ଅର୍ଜୁନର ଏ ଉକ୍ତିରେ ଭଗବାନ କୃଷ୍ଣ ବାସୁଦେବ ନିତାନ୍ତ ବିରକ୍ତ ହୋଇ ରଥ ଧୀରେ ମୁହାଁଇଲେ କୁରୁ ସୈନ୍ୟ ବ୍ୟୁହ ଆଡ଼େ। ଅର୍ଜୁନ ମୁହଁରେ ହସ, ଚକ୍ଷୁ ତାର ଜ୍ୱଳନ୍ତ ଓ କୃତାନ୍ତ ନିଷ୍ଠୁର। କିନ୍ତୁ ମହାରାଜ, ଏହି ଯୁଦ୍ଧ ବିଗ୍ରହର ଆରମ୍ଭରେ କୃଷ୍ଣଙ୍କର ବକ୍ତୃତା ଓ ଉଦ୍ବୋଧନ ପେପ୍ଟକ ସତ୍ତ୍ୱେ ସମାପ୍ତିର ସୂଚନା ତ ମୋ ଦୃଷ୍ଟିରେ ଦିଶେ ନାହିଁ। ଆପଣଙ୍କ ଦୃଷ୍ଟିହୀନ ପରିବ୍ୟାପ୍ତ ଅନ୍ଧକାର ତଳେ ବୀରଗାଥା, ବୀରଧର୍ମ ଜାଣିବାକୁ ଏ ଆଗ୍ରହ ଅତି ସ୍ୱାଭାବିକ। କିନ୍ତୁ ମହାରାଜ, ଦୂର ଦୂର ପ୍ରସାରିତ ମୋ ଦୃଷ୍ଟିର ଅନ୍ତହୀନ ଏହି ଦିଗ୍ବଳୟ ବେଷ୍ଟିତ ଯନ୍ତ୍ରଣା, କ୍ଷତ ଆହତ ଏ ରକ୍ତାକ୍ତ ପୃଥିବୀ, ବହୁ ଭୟ, ବହୁ କ୍ଷୟ,
विप्लव और रक्तपात डेई बहु श्रम बहु चेष्टा बहु जुग घात प्रतिघात शेषरे भी सही भय सही हत्या मनीषर रक्ताक्त जंत्रणा एमाने समस्ते राजा प्रजा सेनापति सैन्य और सामंत बारंबार फेरुथिबे पृथ्वी को धर्म जाति देश आउ आदर्श जुक्ति बारंबार पिता पुत्र पितृव्य हत्यारे जर्जरित कुरुक्षेत्र फेरुथिब पृथ्वी को अंतहीन समयर रोगग्रस्त विकृति व्याप्ति तेणु महाराज सबु जुक्ति सबु तर्क वक्तृता उद्बोधन परे मु मोटे पारे ना बुझी भगवान कृष्ण वासुदेव कुरुक्षेत्र परि बहु विभिन्न क्षेत्र रे केते थर कहीं करुथिबे आत्महत्या एहीपरि आपणा को हत्या एहीपरि। तेणु धृतराष्ट्र अंध कौरव कुलर पिता गांधारींकर हतभाग्य स्वामी 100टी कुलांगार पुत्रर जन्मदाता संजय कुरुक्षेत्र महाभारत युद्धर विवरणी अंध धृतराष्ट्र को तांकर दिव्य चक्षु बल शुणाउछंती एवं धृतराष्ट्र शुणिछंती एवं ये कवितार धृतराष्ट्र नायक होई कृष्ण को संबोधन करी ए कविताटी एक आत्म अभिभाषण बा सलिलोकी छଳରେ स्वगत गीतिका भाव रचित होइछि। अर्थात एटी गुरुप्रसाद महांती निजे होई जाइछंती धृतराष्ट्र एवं सी संबोधन करुछंती श्रीकृष्ण को। कारण श्रीकृष्ण महाभारतर महानायक धर्म युद्ध रे सी ही एकमात्र नायक सी ही माने गीतारे कहिछंती परित्राणाय साधूनां विनाशाय च दुष्कृतां धर्म संस्थापनार्थाय संभवामि जुगे जुगे। तेणु धर्मर प्रतिष्ठा अधर्मर नाश करिया पे जुगे जुगे भगवान अवतारी पुरुष भाव धराधाम रे जन्म नहीं श्रीकृष्ण मध्य से भले जड़े अवतारी पुरुष। तेणु कुरुवंश अधर्म थिले एवं पांडव वंश धर्म थिले। तेणु धर्मर प्रतिष्ठा पाई ये युद्धटी होता कुरुक्षेत्र रे महाभारत महासमर होता एवं से ही महाभारत महासमर रे धृतराष्ट्रंकर कौरव वंश हारी थिले एवं निपात होते। तेणु से निपात होगा परे बापा धृतराष्ट्र पुत्र मानकर विच्छेद विरहित होई दुखित होई असंभाल होई श्रीकृष्ण को संबोधन छल बुझी जे धर्मर जय होइछि पापर क्षय होइछि। तेणु मो पुओ माने अधर्म थिबारु से माने ध्वंस होइछंती नष्ट होइछंती निहत होइछंती धर्मर जय होइछि। तेणु जोटा सत्य से केबे लुचिकी रहिबो नै सत्य केबे लुचि रहेना सत्यर जय होइछि। तेणुकरी धृतराष्ट्र उपलब्धि करिछंती तेणुकरी से श्रीकृष्ण को संबोधन करी ए कविताटी आत्म अभिभाषण छଳରେ सलिलोकी बा मोनोलोग छଳରେ स्वगत गीतिका छଳରେ कहिछंती। महाशय आपणक शिक्षा अति चमत्कार आपणक वक्तृतार अकाट्य जुक्ति मो दृष्टि ध्वंस करी मोहरूपी अंधारर घोर प्रहेलिका आपण ए जो शिक्षा देले मते महाज्ञान लोकर अर्थात आपणकर महाशय बोली से कहते महाभाग कहीं श्रीकृष्ण होती महानायक अवतारी पुरुष ताको भगवान बोली कह जाए। तेणु से महाशय कहते आपणकर शिक्षा अति चमत्कार कारण आपण धर्मर प्रणेता धर्मर प्रतिष्ठाता। तेणु आपणकर शिक्षा अति चमत्कार मु पुत्र स्नेह अंध थी बुझीपारि नी धर्मर महत्व कौन धर्मर महानता को मुझे बुझीपारि नी। तेणु से आज दुखित एवं क्षमा प्रार्थी मने मने आपण पाखे करुच्ची। तेणुक आपणकर शिक्षा अति चमत्कार कारण आपण दुनिया रे धर्मर प्रतिष्ठा चाहूले अधर्मर नाश चाहूले से आपणकर शिक्षा अति चमत्कार एवं आपणकर जो जुक्ति ये हूँ अकाट्य कारण सत्य सत्य को प्रतिष्ठा करुच्ची सत्य पथरे से थिले भगवान सी मो दृष्टि ध्वंस करी मोहरूपी अंधारर घोर प्रहेलिका मोर जो पुत्र मोहरे जो अंध थी एवं बाप होइकि निजर पुओ मानकर विजय चाहूली ए प्रकार जो प्रहेलिका जो थिला जो प्रकार द्वंद्व थिला जो प्रकार पजल्ले सन्देह गोलक धंदारे मु पड़ी जाइथिली ताहा आज दूरित होइछि विदूरित होइछि मु उपलब्धि करुच्ची अनुभव करुच्ची अनुभूति रे आणुची जे धर्म ही ठीक धर्म ही सत्य एवं तार प्रतिष्ठा हेबा दरकार नहले दुनिया तिष्ठिब नाही।
ଆପଣ ଏ ଯେଉଁ ଶିକ୍ଷା ଦେଲେ ମୋତେ ମହାଜ୍ଞାନ ଆଲୋକର, ହେ କୃଷ୍ଣ ଆପଣ ମୋତେ ମହାନ ଜ୍ଞାନର ଶିକ୍ଷା ଦେଇଛନ୍ତି। ମୁଁ ଅନ୍ଧରେ ପୁତ୍ର ସ୍ନେହରେ ଅନ୍ଧ ହୋଇଯାଇଥିଲି, ଆପଣ ମୋତେ ମହାନ ଜ୍ଞାନ ଆଲୋକର ଶିକ୍ଷା ଦେଇଛନ୍ତି। ଯଦି ଏ ଶିକ୍ଷା ମୁଁ ପାଇନଥାନ୍ତି ତାହେଲେ ଭଗବାନଙ୍କ ଠାରେ ମଧ୍ୟ ମୁଁ କ୍ଷମା ପ୍ରାର୍ଥୀ ହୋଇନଥାନ୍ତି। କାରଣ ମୁଁ ଅଧର୍ମରେ ଥିଲି, ନିଜର ପୁଅମାନଙ୍କର ବିଜୟ ଚାହୁଁଥିଲି, ନିଜ ପୁଅମାନଙ୍କୁ କୁଳାଙ୍ଗାର କରିଥିଲି, ଅଧାର୍ମିକ କରିଥିଲି, ଅସାମାଜିକ କରିଥିଲି, ଅମଣିଷ କରିଥିଲି ଏବଂ ସେଇଥିପାଇଁ ସେମାନେ ଆଜି ଧ୍ୱଂସ ହେଲେ। ଏବଂ ବୁଝିପାରୁଛି ଯେ ସଂସାରରେ ଧର୍ମର ପ୍ରତିଷ୍ଠା ଅବଶ୍ୟ ହେବ, ସେଇଥିପାଇଁ ମହାଜ୍ଞାନ ଆପଣ ଦେଇଛନ୍ତି। ତା'ର ତୀବ୍ର ଦହନ, ମୁଁ ଆଜି ମନେ ମନେ ଜଳୁଛି। ଦହନ ମାନେ ଜଳିବା, ମୁଁ ମନେ ମନେ ଜଳୁଛି ଏବଂ ହାତ ମୁଠା ମୋର ଟାଣ ହୋଇଯାଉଛି। କାହିଁକି ନା ମୋର ଇଚ୍ଛା ହେଉଛି ଯେ ଆପଣଙ୍କୁ ମାରିଦେବା ପାଇଁ, ବଜ୍ର ଭଳି ବିଜୁଳି ଭଳିଆ ମୁଁ, କାହିଁକିନା ମୋ ପୁତ୍ର ସ୍ନେହରେ ତଥାପି ମୁଁ ଅନ୍ଧ ହୋଇଯାଇଛି ଏବଂ ମୁଁ ଆପଣଙ୍କର ଏ ଯେଉଁ ପଲିଟିସିଆନ୍ ଚକ୍ରାନ୍ତକାରୀ ପାଇଁ ଆଜି ମୋ ପୁଅମାନେ ମରିଯାଇଛନ୍ତି। ତେଣୁ ମୋର ହାତ ଆଜି ଟାଣ ହୋଇଯାଉଛି ବଜ୍ର ଭଳିଆ, ମୋର ଇଚ୍ଛା ହେଉଛି ଆପଣଙ୍କୁ ମାରିଦେବା ପାଇଁ। ମୋର ହୃଦୟ ଲୌହପିଣ୍ଡ ପରି, କାରଣ ଲୌହ ଭୀମ ଚୂର୍ଣ୍ଣ ହୋଇଥିଲା ଅଛି ମହାଭାରତ, ଶାରଳା ମହାଭାରତରେ। ତେଣୁ ମୋ ହାତ ଆଜି ଲୁହା ଭଳିଆ ଟାଣ ହୋଇଯାଉଛି। ମୋ ଧନୁର ତୀର ତୀକ୍ଷ୍ଣ, ଆହୁରି ତୀକ୍ଷ୍ଣ ଧାରୁଆ ହୋଇଯାଉଛି, ଆହୁରି ଧାରୁଆ ହୋଇଯାଉଛି। ମୁଁ ବୁଝୁଛି ବନ୍ଧୁ ଜ୍ଞାନୀ ନରହତ୍ୟା ଧର୍ମ କ୍ଷତ୍ରିୟର, ଯେ ଧର୍ମ ପାଖରେ ବାପ ମା ଭାଇ ଭଉଣୀ ଆତ୍ମୀୟ ସମ୍ପର୍କ କାହାର ନାହିଁ, ଧର୍ମ ହିଁ ଏକମାତ୍ର ନିଜର। ତେଣୁ ତା ଯିଏ ଅଧର୍ମରେ ଅଛି ସେ ନିଜର ଲୋକ ହେଇତ ମରିବା ଥୟ। ଅନନ୍ତ ମୁକ୍ତିର ଦ୍ୱାର ଭେଦ କରି ଯିବା ପାଇଁ ଏ ତ ମହାଯୋଗର ସାଧନା। ଅନନ୍ତ ମୁକ୍ତି ମାନେ ଶାନ୍ତ ଜୀବନ, ସରିଯିବା ଜୀବନ ପରେ ଅନନ୍ତ ଜୀବନ ଆସିବ। ତେଣୁ ଅନନ୍ତ ମୁକ୍ତି ମିଳିବ କେତେବେଳେ ନା ଯେତେବେଳେ ମଣିଷ ଧାର୍ମିକ ଥିବ, ଧର୍ମରେ ରହିଥିବ। ତେଣୁକରି ସେତେବେଳେ ସେ ସ୍ୱର୍ଗ ସୁଖୀ ହେବ। ତେଣୁ ଅନନ୍ତ ମାନେ ଭଗବାନଙ୍କର ଅନନ୍ତ ମୁକ୍ତି, ମଲା ପରେ ଯେଉଁ ମୁକ୍ତି ସେ ହେଉଛି ଅନନ୍ତ ମୁକ୍ତି, ଅର୍ଥାତ୍ ଇହ ଜଗତର ମୁକ୍ତି, ନଶ୍ୱର ଜଗତର ମୁକ୍ତି, ଶାନ୍ତ ଜୀବନର ମୁକ୍ତି। ଅନନ୍ତ ଜୀବନର ପାଇଁ ମଣିଷ ସ୍ୱର୍ଗ ସୁଖୀ ହେବା ପାଇଁ ଧର୍ମରେ ରହିବା ନିହାତି ଦରକାର। ତେଣୁ ଅନନ୍ତ ମୁକ୍ତିର ଭେଦ ଆଜି ମୁଁ ଅନନ୍ତ ମୁକ୍ତିରକୁ ଛିଣ୍ଡେଇକି ଚାଲି ଯାଉଛି। ଏ ତ ମହାଯୋଗର ସାଧନା, ଇଏ ହେଉଛି ଏକ ସାଧନାର କଥା। ଧର୍ମରେ ରହିବା, କାହିଁକିନା ଧର୍ମର ଏକ କଠୋର ପରୀକ୍ଷାରେ ରହିବା ଏକ ସାଧନାର କଥା। ଏବଂ ଯୋଗ କ'ଣ, ଈଶ୍ୱର ଏବଂ ଭକ୍ତର ଏକ ଯୋଗ ସମ୍ପର୍କର, ନିଷ୍ଠାର, ସତ୍ୟତାର, ଆଉ ପାପ କର୍ମରୁ ଦୂରେଇ ରହିବାର ଇଏ ହେଉଛି ଏକ ଯୋଗ। ଯେହେତୁ ଆପଣ ମୋତେ ଶିକ୍ଷା ଦେଲେ, ମୋ ତୀରର ତୀକ୍ଷ୍ଣ ମୁନ ଭିତରେ, ମୋ ଧନୁର ହୁଙ୍କାରରେ ଆପଣଙ୍କ ଶଙ୍ଖଧ୍ୱନି, ଆପଣଙ୍କର ଶଙ୍ଖଧ୍ୱନିରେ କୁରୁକ୍ଷେତ୍ର ଯୁଦ୍ଧ ଆରମ୍ଭ ହେଉଥିଲା, ବନ୍ଦ ହେଉଥିଲା। ତେଣୁ ଆପଣ ହେଉଛନ୍ତି ମହାଭାରତର ମହାନାୟକ। ତେଣୁ ଆପଣଙ୍କର ଧନୁର ହୁଙ୍କାର, ଯେଉଁ ଆପଣ ଯେଉଁ ନିର୍ଦ୍ଦେଶ କରୁଥିଲେ ଯେ ଏମିତି ମାର ସେମିତି ମାର, ୟାକୁ ମାର ତାକୁ ମାର, ଯେଉଁ ନିର୍ଦ୍ଦେଶ କରୁଥିଲେ, ହୁଙ୍କାର ଦେଉଥିଲେ ଧର୍ମର ପ୍ରତିଷ୍ଠା ପାଇଁ, ଆପଣ ହିଁ ବିକଳାଙ୍ଗ ଆହତ ସୈନିକ। ଏ ଧରାକୁ, ଏ କୁରୁକ୍ଷେତ୍ରକୁ ଆପଣ ହିଁ ବିକଳାଙ୍ଗ କରେଇ ଦେଇଛନ୍ତି। ଦୁଇଟି ବଂଶ ଭିତରେ, ଦୁଇଟି ପରିବାର ଭିତରେ ଆପଣ ହିଁ ଝଗଡ଼ା କରେଇକି ତାକୁ ବିକୃତି କରିଦେଇଛନ୍ତି, ବିକଳାଙ୍ଗ କରେଇ ଦେଇଛନ୍ତି। ତେଣୁ ଆପଣ ହିଁ ପ୍ରଥମ ବିକଳାଙ୍ଗ ସୈନିକ ଯୋଦ୍ଧା। ମୋ ନିର୍ଦ୍ଦୟ ଅସିଘାତ ଖୁଣ ଓ ରକ୍ତରେ, ମୁଁ ଆଜି ନିର୍ଦ୍ଦୟ ହୋଇଯାଇଛି। ଆଉ ଅସିଘାତ ମାନେ ଖଣ୍ଡାର ଘାତ, ଖଣ୍ଡାର ଆଘାତର ଖୁଣ, ଧାର ଏବଂ ରକ୍ତରେ ଆପଣ କରିବେ ହତ୍ୟା ଆପଣଙ୍କୁ। ଆପଣ ନିଜେ ନିଜକୁ ହତ୍ୟା କରିଛନ୍ତି, କାରଣ ଆପଣ ନ ରହିଲେ ଧର୍ମ ପ୍ରତିଷ୍ଠା ହେବନି। ତେଣୁ ଆପଣ ବି ହାରିଯାଇଛନ୍ତି ଏଇ ଯେଉଁ ଯୁଦ୍ଧରୁ, କାରଣ ଆପଣ ବି ମଧ୍ୟ ଅବତାର ପୁରୁଷ ଭାବରେ ଆପଣ ଜୀବନ ସରିଯାଇଛି। ତେଣୁ ଆପଣ ନିଜକୁ ନିଜେ ହତ୍ୟା କରିଦେଇଛନ୍ତି। ମହାଭାରତ ସରିଗଲା, ଆପଣ କାହିଁକି ଧର୍ମରେ ଜଗତରେ ଆଉ ରହିବେ? ଆପଣଙ୍କର ଅବତାରୀ ପୁରୁଷ ସରିଗଲା, ତେଣୁ ଆପଣ ବି ନିଜ ନିଜକୁ ହତ୍ୟା କଲେ ଭଗବାନ ଥାଇକି। କିନ୍ତୁ ଆପଣଙ୍କୁ ଶସ୍ତ୍ର ଛିନ୍ନ କରେ ନାହିଁ। କିନ୍ତୁ ମାନେ ଏ ଯେଉଁ ଗୀତାରେ ଅଛି ଯେ ଭଗବାନଙ୍କୁ ଶସ୍ତ୍ର ମାନେ ହତ୍ୟା କରିପାରିବ ନାହିଁ। ଅଗ୍ନି ମଧ୍ୟ ପାଉଁଶ କରିପାରିବ ନାହିଁ, ପୋଡ଼ିକି ପାଉଁଶ କରିପାରିବ ନାହିଁ। ତେଣୁ ତ ଆସନ ଏଇ ଭୟାବହ ରକ୍ତପାତ ଅସିଘାତ ଜନିତ ଘଟଣା। ଆଜି ଯେଉଁ ଅସିଘାତ ଖଣ୍ଡାଘାତର ଯେଉଁ ଯନ୍ତ୍ରଣା କୁରୁକ୍ଷେତ୍ର ଆଜି ଶବ ଭୂଇଁରେ ପରିଣତ ହୋଇଯାଇଛି, ମିଥ୍ୟା ମାୟାର ମୋହର ପ୍ରହେଳିକା ପାଇଁ। ମିଥ୍ୟା ମାୟାର, ମିଥ୍ୟା ପ୍ରତି ଆସକ୍ତିର, ମୋହ ଆସକ୍ତିର ପ୍ରହେଳିକା, ଗୋଟେ ପ୍ରକାର ମାନେ ପ୍ରହେଳିକା ମାନେ ଗୋଲକ ଧନ୍ଦା ସୃଷ୍ଟି କରିଛି। ଏମିତି ହେବ ବୋଲି ଆମେ ଭାବିନଥିଲୁ, କିନ୍ତୁ ପ୍ରହେଳିକା ଗୋଟେ ପଜଲ୍ ଭିତରେ ଆମେ ରହିଛୁ। ସତ୍ୟ ସତ୍ୟ ଏକମାତ୍ର ସତ୍ୟ ହିଁ ଆପଣ, କାରଣ ଆପଣ ଭଗବାନ। ତେଣୁ ଭଗବାନ ସତ୍ୟ, ଭଗବାନ ଶିବ, ଭଗବାନ ସୁନ୍ଦର। ତେଣୁ ଆପଣ ହିଁ ସତ୍ୟ। ମୋ ଘୋଡ଼ାର ହ୍ରେଷାରବ ବିଧବାର କୋହ ଯନ୍ତ୍ରଣା, କେତେ
କେତେ ସୈନିକର ମୃତ୍ୟୁ ପରେ ଆଜି ବିଧବା ସ୍ୱାମୀହରା ହେଇକି ପତିହରା ହେଇକି କାନ୍ଦୁଛନ୍ତି ବିକଳରେ କୁରୁକ୍ଷେତ୍ରରେ ନିଜର ସ୍ୱାମୀଙ୍କର ମଲା ପିଣ୍ଡକୁ କୁଣ୍ଢେଇକି ଧରିକି ଚୁଡ଼େଇ ବାଡ଼େଇକି ବିଧବା ହେଇକି ବୈଧବ୍ୟ ଯନ୍ତ୍ରଣା ପାଇକି। ତେଣୁ ହେସାରବ ଯେଉଁ କୁରୁକ୍ଷେତ୍ରର ଯେଉଁ ଘୋଡ଼ାର ଯେଉଁ ଧ୍ୱନି ହେସାରବ ଯୁଦ୍ଧର ଅସହାୟ ଶିଶୁର କାନ୍ଦଣା, କେହି ଅସହାୟ ଶିଶୁ ମଧ୍ୟ କାନ୍ଦୁଛି ଅସହାୟ ହେଇକି ତାର ବାପାକୁ ହରେଇ ଦେଇଛି କୁରୁକ୍ଷେତ୍ର ଯୁଦ୍ଧରେ ହତ୍ୟା ହେଇଯାଇଛି ବାପା ତାର ସୈନିକ ବାପା। ତେଣୁ ଶିଶୁ ତାର ପିତୃହରା ହେଇକି ଅନାଥ ହେଇଯାଇଛି କାନ୍ଦୁଛି କବନ୍ଧ ନାଚରେ। ଏବଂ କେଉଁଠି ମୁଣ୍ଡ ଗଣ୍ଡି ଅଲଗା ହେଇକି ମୁଣ୍ଡରୁ ମୁଣ୍ଡ ନଥିବା କବନ୍ଧ ଶରୀର ମଧ୍ୟ ଛଟପଟ ଛଟପଟ ହେଇକି କୁରୁକ୍ଷେତ୍ରରେ ଯନ୍ତ୍ରଣା ପାଉଛି। ଅସହାୟ ଶିଶୁର କାନ୍ଦଣା ଅବା କବନ୍ଧ ନାଚ ଏଠି ଆଉ କିଛି ମାନେ ମୁଣ୍ଡ ନାହିଁ ବୁଦ୍ଧି ନାହିଁ, ଏଠି କବନ୍ଧ ମୁଣ୍ଡବିହୀନ ଶରୀର ନାଚ। ସତ୍ୟ ସତ୍ୟ ଏକମାତ୍ର ସତ୍ୟ ହିଁ ଆପଣ। ଏସବୁ ଭିତରେ ଅସତ୍ୟ ଭିତରେ ଆପଣ ହିଁ ସତ୍ୟ, କାରଣ ଆପଣ ଭଗବାନ, ଆପଣ ଧର୍ମ ପ୍ରତିଷ୍ଠା କରିକାରୀ। ବନ୍ଧୁ ଜ୍ଞାତି ସହୋଦର ମାତୁଳ ପିତୃ, ଏଠି କୌଣସି ବନ୍ଧୁ ନିଜର ଆତ୍ମୀୟ ସ୍ୱଜନ ସହୋଦର ଭାଇ ମାତୁଳ ମାମୁଁ ପିତୃବ୍ୟ କାକା ଦାଦା ଏସବୁର ସମ୍ପର୍କ କିଛି ନାହିଁ। ସମସ୍ତେ ଆପଣ, ପୁଣି ସମସ୍ତଙ୍କ ହତ୍ୟାରେ ଆପଣ ହିଁ ମଣିଷକୁ ତିଆରି କରିଛନ୍ତି, ସମ୍ପର୍କ ପ୍ରତିଷ୍ଠା କରିଛନ୍ତି, ସମ୍ପର୍କ ବୃଦ୍ଧି କରିଛନ୍ତି, ମାନବ ସଭ୍ୟତା ବଢ଼େଇଛନ୍ତି। ଏବଂ ସମ୍ପର୍କ ମାମୁଁ କକା ମଉସା ମାଉସୀ ଏସବୁ ସମ୍ପର୍କ ଆପଣ କରିଛନ୍ତି। ଏବଂ ସମସ୍ତଙ୍କ ହତ୍ୟାରେ ବି ସମସ୍ତଙ୍କୁ ଧ୍ୱଂସ କରିବାରେ ଆପଣ ହିଁ ଏକମାତ୍ର କର୍ତ୍ତା। ମହାରାଜ ଅର୍ଜୁନର ଏ ଉକ୍ତିରେ ଭଗବାନ କୃଷ୍ଣ ବାସୁଦେବ ନିତାନ୍ତ ବିରକ୍ତ ହୋଇ ରଥ ଧୀରେ ମୁହାଁଇଲେ। ମହାରାଜ ଅର୍ଜୁନର ଏ ଉକ୍ତିରେ ଅର୍ଜୁନ ଯେତେବେଳେ କହିଲା ଯେ ମୁଁ ବୀର ଅର୍ଜୁନ ଗାଣ୍ଡିବ ଧରିକି ଛାଡ଼ିକି ଯେତେବେଳେ ବସିଲେ ମୋର ନିଜର ଲୋକ ତାଙ୍କୁ କେମିତି ମୁଁ ଯୁଦ୍ଧ କରିବି, ତାଙ୍କୁ କେମିତି ମୁଁ ହତ୍ୟା କରିବି, ଯେତେବେଳେ ସେ ନିରୁପାୟ ହେଇଯାଉଥିଲା ଆପଣ ତାଙ୍କୁ ଯୁଦ୍ଧ କରିବାର ପ୍ରେରଣା ତାଙ୍କ ମନରେ ଦେଉଥିଲେ। କାହିଁ ଯେହେତୁ ତମେ ମାନେ ଧର୍ମ ପାଖରେ ସତ୍ୟ ପାଖରେ ସମ୍ପର୍କ ଦେଖ ନାହିଁ, ତମେ ଯୁଦ୍ଧ କରିଚାଲ। ନିତାନ୍ତ ବିରକ୍ତ ହୋଇ ରଥ ଧୀରେ ମୁହାଁଇଲେ। ତଥାପି ସିଏ ବିରକ୍ତ ହୋଇକି ଇଚ୍ଛା ନଥିଲେ ମଧ୍ୟ ଆପଣଙ୍କର ଇଚ୍ଛା ପାଇଁ ଆପଣଙ୍କ ନିର୍ଦ୍ଦେଶରେ ସିଏ ଯୁଦ୍ଧକୁ ଅଗ୍ରସର ହେଲେ, ମାନେ ଇଚ୍ଛା ନଥାଇକି। କୁରୁ ସୈନ୍ୟ ବ୍ୟୁହ ଆଡ଼େ ଅର୍ଜୁନ ମୁହଁରେ ହସ, ଚକ୍ଷୁ ତାର ଜ୍ୱଳନ୍ତ ନିତାନ୍ତ ନିଷ୍ଠୁର। କୃଷ୍ଣଙ୍କର ଆଦେଶରେ ସେ ପୁଣି ବୀର ଯୁଦ୍ଧ ପାଇଁ ନିଜକୁ ଶତ୍ରୁ ବୋଲି ମନେକି ନିଜର ଆତ୍ମୀୟ ସ୍ୱଜନକୁ ଶତ୍ରୁ ବୋଲି ମନେ କରିକି ସେ ଯୁଦ୍ଧ କଲେ। କିନ୍ତୁ ମହାରାଜ ଏହି ଯୁଦ୍ଧ ବିଗ୍ରହର ଆରମ୍ଭରେ କୃଷ୍ଣଙ୍କର ବକ୍ତୃତା ଉଦ୍ବୋଧନ ପେପ୍ଟକ ସତ୍ୱେ। କିନ୍ତୁ ମହାରାଜ ଅର୍ଥାତ୍ ହେ କୃଷ୍ଣ, ଆପଣ କୃଷ୍ଣଙ୍କୁ ମହାରାଜ କହିଛନ୍ତି ଯେହେତୁ ସେ ଭଗବାନ। ଏହି ଯୁଦ୍ଧ ବିଗ୍ରହର ଆରମ୍ଭରେ ଏଇ ଯେଉଁ ଯୁଦ୍ଧ କୁରୁକ୍ଷେତ୍ରର ମହାସମର ଯୁଦ୍ଧ ଯେଉଁ ଆରମ୍ଭ ହେଲା, କୃଷ୍ଣଙ୍କର ବକ୍ତୃତା ସେ ସରମନ ଦେଲେ, ପ୍ରବଚନ ଦେଲେ, ହିତବାଣୀ ଶୁଣେଇଲେ, ଉଦ୍ବୋଧନ ଦେଲେ, ପ୍ରବଚନ ପେପ୍ଟକ ମାନେ ପ୍ରବଚନ ସରମନ ଶୁଣେଇଲେ। ସମାପ୍ତିର ସୂଚନା ମୋ ଦୃଷ୍ଟିରେ ଦିଶେ ନାହିଁ। ଆପଣ ଯେଉଁ ମହାଭାରତ ଯୁଦ୍ଧର ସମାପ୍ତିର ସୂଚନା ମଣିଷ ଜୀବନରେ ନାହିଁ, ମୋତେ ବି ଦେଖାଯାଉନି। ଆପଣଙ୍କର ଦୃଷ୍ଟିହୀନ ପରିବ୍ୟାପ୍ତ ଅନ୍ଧକାର ତଳେ ଆପଣ ଭାବିଛନ୍ତି ଯେ କୁରୁକ୍ଷେତ୍ର ଯୁଦ୍ଧ ସରିଗଲା ମାନେ ମଣିଷ ଯୁଦ୍ଧ ଆଉ ହେବ ନାହିଁ ଜୀବନରେ। ଏଇଟା ହେଉଛି ଆପଣଙ୍କର ଗୋଟେ ପ୍ରକାର ଅବିବେକିତା, ଅନ୍ଧତ୍ୱ। ତେଣୁ ବୀର ଗାଥା ବୀର ଧର୍ମ ଜାଣିବାକୁ ଆଗ୍ରହ ଅତି ସ୍ୱାଭାବିକ। ସଞ୍ଜୟ କହୁଛନ୍ତି ଯେ ଆପଣ ଧୃତରାଷ୍ଟ୍ର ଦୃଷ୍ଟିହୀନ, ଆପଣଙ୍କର ଭାବୁଛନ୍ତି ଯେ ଏଇ ଯୁଦ୍ଧ ସରିଗଲା ଯେ ମଣିଷ ଜୀବନରେ ଯୁଦ୍ଧ ଆସିବ ନା, ଏଇଟା ନୁହେଁ। ଏଇଟା ହେଉଛି ଆପଣଙ୍କର ଅନ୍ଧତ୍ୱ, ଅନ୍ ହିଜ୍ ବ୍ଲାଇଣ୍ଡନେସ୍ ଯେମିତି ଇଂରାଜୀ କବିତା ଅଛି, ଏ ହେଉଛି ଆପଣଙ୍କ ସେ ଅନ୍ଧତ୍ୱ। ଅତି ସ୍ୱାଭାବିକ, ଆପଣ ଭାବିବା ସ୍ୱାଭାବିକ, କାହିଁକିନା ମଣିଷ ଜୀବନ ସେଇ ଗୋଟିଏ ସମୟରେ, ଆଗକୁ କ'ଣ ହେବ କି ଜାଣିଛି। କିନ୍ତୁ ମହାରାଜ ଦୂର ଦୂର ପ୍ରସାରିତ ମୋ ଦୃଷ୍ଟିର ଅନ୍ତହୀନ ଏଇ ଦିଗ୍ବଳୟ। ସଞ୍ଜୟ ଜଣେ ଜ୍ଞାନୀ ବ୍ୟକ୍ତି, ଦିବ୍ୟ ଚକ୍ଷୁ ତାଙ୍କର ଥିଲା। ତେଣୁ ସେ କହୁଛନ୍ତି ଯେ ମହାରାଜ ଏତିକିରେ ଯୁଦ୍ଧ ସରିବ ନାହିଁ। ଏ ମଣିଷ ସଭ୍ୟତା ଥିବା ପର୍ଯ୍ୟନ୍ତ, ମଣିଷ ଜାତି ଥିବା ପର୍ଯ୍ୟନ୍ତ, ଦୁନିଆରେ ମଣିଷ ରହିବା ପର୍ଯ୍ୟନ୍ତ ଯୁଦ୍ଧ ଚାଲିଥିବ। ଏ ଦିଗ୍ବଳୟର ଆର କଡ଼େ ହରାଇଜନ୍ ଚକ୍ରବାଳର ଅର୍ଥାତ୍ ଏ ଦୁନିଆର ଆରପଟେ ଯେଉଁ ନୂଆ ଦୁନିଆ ଆସିବ ସେଥିରେ ମଧ୍ୟ ଯୁଦ୍ଧ ରହିବ। ବେଷ୍ଟିତ ଯନ୍ତ୍ରଣା କ୍ଷତ ଆହତ ଏ ରକ୍ତାକ୍ତ ପୃଥିବୀ ଆହୁରି ଆଗାମୀ ଭବିଷ୍ୟତରେ ରକ୍ତାକ୍ତ ହେବ, ବହୁ ଭୟ ଉତ୍ପନ୍ନ କରିବ, ବହୁ କ୍ଷତ ସୃଷ୍ଟି କରିବ, ବହୁତ ବିପ୍ଳବ କରିବ, ରକ୍ତପାତ କରିବ, ବହୁ ଶ୍ରମ ଦେବ, ବହୁ ଚେଷ୍ଟା କରିବ, ବହୁ ଯୁଗ ଘାତ ପ୍ରତିଘାତ ମଣିଷ ଜାତି ସଭ୍ୟତା ପାଇବ। ଶେଷରେ ବି ସେଇ ଭୟ, ସେଇ ହତ୍ୟା, ମଣିଷର ରକ୍ତାକ୍ତ ଯନ୍ତ୍ରଣା। ଅନ୍ୟ ଉପାୟରେ ପୁଣି ଯୁଦ୍ଧର ଆୟମାରମ୍ଭ ହେବ, ଯୁଦ୍ଧ ପୁଣି ମୁଣ୍ଡ ଟେକିବ, ନୂତନ ଭାବରେ, ନୂତନ ଢଙ୍ଗରେ, ନୂତନ କାରଣକୁ ନେଇକି, ନୂତନ ସମସ୍ୟାକୁ ନେଇକି, ନୂତନ ଜଞ୍ଜାଳକୁ ନେଇକି। ଏମାନେ ସମସ୍ତେ ରାଜା
ପ୍ରଜା ସେନାପତି ସୈନ୍ୟ ସାମନ୍ତ ବଡ଼ ଲୋକ ଛୋଟ ଲୋକ ପ୍ରଭୁ ଚାକର ସମସ୍ତେ ନିଜ ନିଜର ସ୍ୱାର୍ଥ ପାଇଁ ନିଜ ନିଜର ପତିଆରା ଜାହିର କରିବା ପାଇଁ ଦୁନିଆରେ ତିଷ୍ଠିବା ପାଇଁ ପୁଣି ଯୁଦ୍ଧ କରିବେ। ସେ ରାଜା ହୁଅନ୍ତୁ ପ୍ରଜା ହୁଅନ୍ତୁ ସୈନ୍ୟ ହୁଅନ୍ତୁ ସାମନ୍ତ ହୁଅନ୍ତୁ ଛୋଟ ଲୋକ ହୁଅନ୍ତୁ ବଡ଼ ଲୋକ ହୁଅନ୍ତୁ ମହାଜନ ହୁଅନ୍ତୁ ସାଧାରଣ ଲୋକ ହୁଅନ୍ତୁ ବାରମ୍ବାର ଫେରୁଥିବ ପୃଥିବୀ ପୁଣି ପୃଥିବୀ ରକ୍ତ ରଞ୍ଜିତ ହେଉଥିବ ଏବଂ ମହାସମର ସଂଗଠିତ ହେଉଥିବ କୁରୁକ୍ଷେତ୍ରରେ ପରିଣତ ହେଉଥିବ ଧର୍ମ ପାଇଁ ଜାତି ପାଇଁ ସଭ୍ୟତା ପାଇଁ ସୀମା ବିବାଦ ପାଇଁ ନାନା ପ୍ରକାର କାରଣ ଯୁକ୍ତିରେ ବାରମ୍ବାର ପିତା ପୁତ୍ର ପିତୃବ ହତ୍ୟା ଚାଲିଥିବ ପୁଅ ବାପକୁ ହତ୍ୟା କରୁଥିବ ବାପ ପୁଅକୁ ହତ୍ୟା କରୁଥିବ ସମ୍ପର୍କକୁ ହତ୍ୟା କରୁଥିବ ନିଜର ସ୍ୱାର୍ଥ ସାଧନ ପାଇଁ ଜର୍ଜରିତ କୁରୁକ୍ଷେତ୍ର ଫେରୁଥିବ ପୃଥିବୀ ପୁଣି କୁରୁକ୍ଷେତ୍ର ଅର୍ଥାତ୍ ସେଇ ଯୁଦ୍ଧ ଭୂଇଁ ପୁଣି ରକ୍ତରଞ୍ଜିତ ହେଉଥିବ ଜର୍ଜରିତ ହେଉଥିବ ଦୁଃଖରେ ବିରହରେ ଯନ୍ତ୍ରଣାରେ ନିହତରେ ସବୁ ନଷ୍ଟଭ୍ରଷ୍ଟ ହେଉଥିବ ଅନ୍ତହୀନ ସମୟର ରୋଗଗ୍ରସ୍ତ ବିକୃତି ବ୍ୟାପ୍ତି ଗୋଟେ ବିକୃତି ମଣିଷ ଜୀବନରେ ଇଏ ହେଉଛି ବିକୃତିର ଇଏ ହେଉଛି ଏକ ପ୍ରସାରଣଶୀଳତା। ତେଣୁ ମହାରାଜ ସବୁ ଯୁକ୍ତି ସବୁ ତର୍କ ବକ୍ତୃତା ଉଦ୍ବୋଧନ ପରେ ଯେତେ ଆପଣ ସରମନ ଶୁଣାନ୍ତୁ ଯେତେ ନୀତିବାକ୍ୟ ଶୁଣାନ୍ତୁ ଯେତେ ହିତ ଉପଦେଶ ଦିଅନ୍ତୁ ଯେତେ ଆଦର୍ଶର କଥା କୁହନ୍ତୁ ତଥାପି ମଣିଷ ଜୀବନରୁ ଯୁଦ୍ଧ ହଟିବ ନାହିଁ ଯୁଦ୍ଧ ଆସିବ ଦ୍ୱନ୍ଦ୍ୱ ଦେଖାଦେବ ଝଗଡ଼ା ହେବ ସମସ୍ୟା ପାଇଁ ନାନାଦି କାରଣ ପାଇଁ ଯେତେ ସବୁ ଉପଦେଶ ସବୁ ବେକାର ଚାଲିଯିବ। ମୁଁ ମୋଟେ ପାରେ ନା ବୁଝି ଭଗବାନ କୃଷ୍ଣ ବାସୁଦେବ କୁରୁକ୍ଷେତ୍ର ପରି ବହୁ ବିଭିନ୍ନ କ୍ଷେତ୍ରରେ ପୁଣି ଭଗବାନ ବାସୁଦେବ ପୁଣି କୃଷ୍ଣ କୁରୁକ୍ଷେତ୍ରର ପରି ଅନେକ ଅନ୍ୟାନ୍ୟ ଆଗାମୀ କୁରୁକ୍ଷେତ୍ରରେ ସେ ମଧ୍ୟ ନିଜେ ଆତ୍ମହତ୍ୟା କରୁଥିବେ। କାହିଁକି ଆତ୍ମହତ୍ୟା କରିବେ ଭଗବାନ କାହିଁକି ଆତ୍ମହତ୍ୟା କରିବେ ନା ଭଗବାନଙ୍କର ଧର୍ମ ନୀତି ଆଦର୍ଶ ମଣିଷ ମାନିବ ନାହିଁ। ଯେଉଁଠି ସ୍ୱାର୍ଥରେ ଆଞ୍ଚ ଆସିଲା ସେଠି ମଣିଷ ଅଧାର୍ମିକ ହୋଇଗଲା ଅଧର୍ମକୁ ଚାଲିଗଲା ତେଣୁ ଭଗବାନଙ୍କୁ ମାନିଲା ନାହିଁ ତେଣୁ ଭଗବାନ ହତ୍ୟା ହେଇଛନ୍ତି। ସେଇଥିପାଇଁ କବି ଏଠି ଭଗବାନଙ୍କୁ ଆତ୍ମହତ୍ୟା ବୋଲି କହୁଛନ୍ତି। ଆପଣଙ୍କୁ ଏମିତି ହତ୍ୟା କରି ଚାଲିଥିବ ଅର୍ଥାତ୍ ମଣିଷ ଆପଣଙ୍କର ଧର୍ମ ନୀତି ଆଦର୍ଶର କଥା ମାନିବ ନାହିଁ ତେଣୁ ସ୍ୱାର୍ଥ ସାଧନ ପାଇଁ ମଣିଷ ଏମିତି ଯୁଦ୍ଧ କରୁଥିବ ତେଣୁ ଏ ଯୁଦ୍ଧର ବିରାମ ନାହିଁ। ଯେଉଁ ପର୍ଯ୍ୟନ୍ତ ମଣିଷ ସଭ୍ୟତା ଥିବ ଯୁଦ୍ଧ ରହିଥିବ।